ଆରେ ମା ରିନୁ, ମୋ ପାଇଁ ଗୋଟେ ଗ୍ଲାସ ପାଣି ଆଣିଲୁ। ମୁଁ ଏବେ ଆଣିଦଉଛି ମା, ତୁମେ ଖାଇବା ଖାଉଥାଅ। ଆରେ ମୁଁ ରୋଷେଇ ଘରକୁ କଣ ପାଇଁ ଆସିଲି? ମୋର ତ କିଛି ବି ମନେ ପଡୁନି। ମୁଁ ବୋଧେ ପାଣି ପିଇବାକୁ ଆସିଥିଲି। ଯାଏ ପାଣି ପିଇ ଶୋଇପଡେ। ଆରେ ଏ ଝିଅଟା ପାଣି ଆଣିବାକୁ ଯାଇ କୋଉଠି ରହିଗଲା? ରିନୁ, ଏ ରିନୁ, ଜଣା ନାହିଁ ଏ ଝିଅଟା କଣ କରୁଛି। ଯାଇ ଥରେ ଦେଖେ। ଏ କଣ ରିନୁ, ମୁଁ ତତେ ପାଣି ଆଣିବାକୁ କହିଥିଲି, ଆଉ ତୁ ପାଣି ନ ଆଣି ଏଠି ଶୋଇଛୁ? ଏତେ ବଡ଼ ହେଲୁଣି, ବୁଢ଼ୀ ମାଟାକୁ ଏମିତି ହଇରାଣ କରୁଛୁ? ମା, ମୋର ଭୁଲ ହେଇଗଲା। ମୁଁ ସତ କହୁଛି, ମୁଁ ଜାଣି ଶୁଣି ସେମିତି କରିନି। ମୋର କିଛି ବି ମନେ ପଡ଼ିଲାନି। ଓହୋ, କେବେ ଯେ ତୋର ଭୁଲା ଗୁଣ ଯିବ ମୁଁ କିଛି ବୁଝିପାରୁନି। ମୋର ଯଦି ଆଜି କିଛି ହେଇଯାଏ, ତୁ ଏକୁଟିଆ କେମିତି ଚଳିବୁ କହିଲୁ? ଏମିତି କୁହନି ମା, ତୁମର କିଛି ହେବନି। ହଉ ଚାଲ ଚାଲ, ମତେ କୁହ ମୁଁ କଣ କରିବି? ଆଜି ଯାହା କହିବ ମୁଁ ସବୁ କରିଦେବି। ରିନୁ, ଏ ରିନୁ, କୁଆଡେ ଗଲୁ? ମୋ କଥା ଶୁଣି ଯା। କଣ ହେଲା ମା, ମତେ ଡାକିଲ? ହଁ, ଏଇ ନେ 50 ଟଙ୍କା। ଏ ଟଙ୍କାରେ ଗୋଟେ ଲେମ୍ବୁ ଆଉ ଲଙ୍କା ଗଛ ଆଣିବୁ ଯା। ଠିକ ଅଛି ମା, ମୁଁ ଏବେ ଯାଉଛି। ଆରେ ଶୁଣ ଶୁଣ, ଏମିତିରେ ତ ତୋର କିଛି ମନେ ରୁହେନି। ବଜାରକୁ ଯାଇ ଭାବିବୁ କଣ ପାଇଁ ଆସିଥିଲି। ତୁ ଗୋଟେ କାମ କର, ଗଛ ମାନଙ୍କର ଗୀତ ଗାଇ ଗାଇ ଯା। କୋଉ ଗଛ ଆଣିବୁ ତୋର ମନେ ରହିବ। ହେଲେ ମା, ମୁଁ କଣ ଗୀତ ଗାଇବି? ତୁମେ ହିଁ ମତେ ଶିଖେଇ ଦିଅ। ଆଚ୍ଛା ହଉ, କହ। ଗୋଟେ ଖାଇବି, ଦୁଇଟା ଖାଇବି, ଲେମ୍ବୁ ଆଉ ଲଙ୍କା ଗଛକୁ ଚୋବେଇ ଖାଇବି। ଗୋଟେ ଖାଇବି, ଦୁଇଟା ଖାଇବି, ଲେମ୍ବୁ ଆଉ ଲଙ୍କା ଗଛକୁ ଚୋବେଇ ଖାଇବି। ଗୋଟେ ଖାଇବି, ଦୁଇଟା ଖାଇବି, ଲେମ୍ବୁ ଆଉ ଲଙ୍କା ଗଛକୁ ଚୋବେଇ ଖାଇବି। ଏମିତି କହି କହି ଚଢ଼େଇ ଆଗକୁ ଯାଉଥିଲା। ରାସ୍ତାରେ ଗୋଟେ ଲେମ୍ବୁ ଆଉ ଲଙ୍କା ଗଛ ଥିଲେ। ଚଢ଼େଇର ଏପରି କଥା ଶୁଣି ସେମାନେ ପରସ୍ପର ସହ କଥା ହେଲେ। ଏ କଣ ଲେମ୍ବୁ ଗଛ? ଏ ଚଢ଼େଇଟା ଏମିତି କଣ କହୁଛି? ସେ ଚଢ଼େଇ ଆମକୁ ଚୋବେଇକି ଖାଇବାକୁ ଚାହୁଁଛି। ଗୋଟେ ଖାଇବି, ଦୁଇଟା ଖାଇବି, ଲେମ୍ବୁ ଆଉ ଲଙ୍କା ଗଛକୁ ଚୋବେଇ ଖାଇବି। ନା ନା, ଆମକୁ ଖାଅନି, ଆମକୁ ଛାଡ଼ି ଦିଅ। ଆମେ ତୁମର କିଛି କରିନୁ। ଏ କଣ, ଏ ଗଛ ଦୁଇଟା ତ କଥା କହୁଛନ୍ତି। ଏମାନେ ଭୂତ ନୁହନ୍ତି ତ? ମୁଁ ଏବେ ଭୂତ ମାନଙ୍କ ପାଖରୁ କେମିତି ମୁକ୍ତି ପାଇବି? ଚଢ଼େଇ, ତୁମେ କଣ ଭାବୁଛ? ଆମକୁ ଖାଅନି। ତୁମେ ମୋ ଗଛ ପାଖ ମାଟିକୁ ଖୋଳି ଦେଖ। ମାଟି ତଳେ ଗୋଟେ ସୁନା ଟଙ୍କାର କଳସୀ ଅଛି। ସେ କଳସୀକୁ ନେଇ ଆମକୁ ଛାଡ଼ି ଦିଅ। ଏ ଗଛ ଗୁଡା ଏମିତି କଣ କହୁଛନ୍ତି? ମୁଁ ଥରେ ମାଟି ଖୋଳିକି ଦେଖେ। ଏମିତି ଚିନ୍ତା କରି ଚଢ଼େଇ ମାଟି ଖୋଳିଲା। ସତକୁ ସତ ମାଟି ଭିତରୁ ସୁନା ଟଙ୍କାର କଳସୀ ବାହାରିଲା। ଆରେ ସତରେ ତ, ଏ ମାଟି ତଳୁ ସୁନା ଟଙ୍କାର କଳସୀ ବାହାରିଲା। ଆଚ୍ଛା ଆଚ୍ଛା, ମୁଁ ଏବେ ତମମାନଙ୍କୁ ଛାଡ଼ି ଦଉଛି। ଯା ହଉ, ଆଜି ଆମେ ବଞ୍ଚିଗଲେ। ଚଢ଼େଇ ତାର ସୁନା କଳସୀ ନେଇ ଯାଉଥିଲା। ରାସ୍ତାରେ କାଉ ସ୍ତ୍ରୀ ସହ ତାର ଦେଖା ହେଲା। ଆରେ ଚଢ଼େଇ, ତୁ ଏ କଳସୀରେ କଣ ଧରି ଯାଉଛୁ? ମୋ କଳସୀରେ ସୁନା ଟଙ୍କା ଅଛି। ସେସବୁ ଧରି ମୁଁ ଘରକୁ ଯାଉଛି। ସତରେ ଚଢ଼େଇ, ତୁ ଏତେ ସୁନା କୋଉଠୁ ପାଇଲୁ? ସତ କଥା ମୁଁ ୟାକୁ କହିବିନି, ନହେଲେ ଗଛ ମାନଙ୍କର ବିପଦ ହେବ। ମୁଁ ଏ ସବୁ ସୁନା ରାସ୍ତାରୁ ପାଇଲି କାଉ ଭଉଣୀ। ଓ ଆଚ୍ଛା, ଯେମିତି ବି ହେଉ ମୁଁ ଏ ସବୁ ସୁନା ଚଢ଼େଇ ପାଖରୁ ଛଡ଼େଇକି ନେଇଯିବି। ଆରେ ଚଢ଼େଇ, ଜାଣିଛୁ ମୁଁ ନା ଆଜି ବିରିୟାନୀ ରାନ୍ଧିଛି। ତୁ ଏବେ ମୋ ଘରକୁ ଆ, ଆମେ ସମସ୍ତେ ମିଶି ବିରିୟାନୀ ଖାଇବା। ମତେ ବି ତ ଭୋକ ଲାଗୁଛି। ଆଚ୍ଛା ହଉ କାଉ ଭଉଣୀ,
ଚାଲ ଯିବା। ଚଢ଼େଇ କାଉ ସ୍ତ୍ରୀ ସାଙ୍ଗରେ ତା ଘରକୁ ଗଲା। ଚଢ଼େଇ ତୁ ଏବେ ଘର ଭିତରକୁ ଯା, ମୁଁ ଏବେ ତୋ ପାଇଁ ବିରିୟାନୀ ନେଉଛି। ତୁ ବିରିୟାନୀ ଆମ ଦୁଇ ଜଣଙ୍କ ପାଇଁ ହିଁ ରାନ୍ଧିଥିଲୁ, ତାହେଲେ ତୁ ଚଢ଼େଇକୁ ଧରି କାହିଁକି ଆସିଲୁ? ମୁଁ ମୋ ଭାଗ ବିରିୟାନୀ ଚଢ଼େଇକୁ ଦେଇପାରିବିନି। ଆରେ ଆଗ ମୋ କଥା ତ ଶୁଣ। ତୁ ସତ କହୁଛୁ? ଚଢ଼େଇ ପାଖରେ ସୁନା ଟଙ୍କାର କଳସୀ ଅଛି। ତୁ ଯା, ଚଢ଼େଇକୁ ଖାଇବା ଦେବୁ, ବାକି କଥା ମୁଁ ବୁଝିବି। ଚଢ଼େଇ ତା ସୁନା କଳସୀକୁ ଘର କୋଣରେ ରଖି ଖାଇବାକୁ ବସିଲା। କାଉର ସ୍ତ୍ରୀ ଚଢ଼େଇକୁ ବିରିୟାନୀ ଦେଲା। ଏମିତି ସେମାନେ କଥା ହେଇ ହେଇ ଖାଇବା ଖାଇଲେ। ସେହି ସୁଯୋଗରେ କାଉ କଳସୀରୁ ସବୁ ସୁନା ଟଙ୍କା କାଢ଼ି କଳସୀରେ କିଛି ପଥର ରଖିଦେଲା। ଚଢ଼େଇ ଖାଇବା ଖାଇ ସାରିଲା ପରେ ସେ କଳସୀ ଧରି ଘରକୁ ଗଲା। ମା ଶୀଘ୍ର ବାହାରକୁ ଆସ। ଏ କଣ ତୁ ଖାଲି ହାତରେ ଆସିଛୁ? ମୁଁ ତତେ ଲେମ୍ବୁ ଆଉ ଲଙ୍କା ଗଛ ଆଣିବାକୁ କହିଥିଲି, ତା ନ ଆଣି ତୁ ଏ କଳସୀ ଧରି ଘରକୁ ଆସିଛୁ? ମା ଆଗ ମୋ କଥା ତ ଶୁଣ। ତୁ ଏ କଣ କହୁଛୁ ରେ ମା? ତୁ ସୁନା କଳସୀ ପାଇଛୁ? ଦେଖା ଦେଖା, ମତେ ଶୀଘ୍ର ଦେଖା। ଚଢ଼େଇ ଯେମିତି କଳସୀର ଢାଙ୍କୁଣୀକୁ ଖୋଲିଲା, କଳସୀ ଭିତରୁ ପଥର ବାହାରିଲା। ଏ କଣ? ଏ କଳସୀରେ ପଥର କେମିତି ଅଛି? ମୁଁ ତ ସୁନା ଟଙ୍କା ହିଁ ଆଣିଥିଲି। ଫେରିଲା ବେଳେ କେବଳ କାଉ ଘରେ ପଶିଥିଲି। ସେଇ ଭିତରେ ମୋ ସୁନା ଟଙ୍କା ଗୁଡା କୁଆଡେ ଚାଲିଗଲା? ସେ ସୁନା ଟଙ୍କା ଗୁଡା କାଉ ମାନେ ନେଇଯାଇନାହାନ୍ତି ତ? ବିନା ପ୍ରମାଣରେ କାହାକୁ ବି ଚୋର କହିବା ଠିକ ହେବନି ମା। ମୁଁ ପୁଣି ଥରେ ସେ ଲେମ୍ବୁ ଲଙ୍କା ଗଛ ପାଖକୁ ଯାଏ। ତୁମେ ଆମ ପାଖକୁ ପୁଣି କାହିଁକି ଆସିଲ? ଆମେ ଦେଇଥିବା ସୁନା ଟଙ୍କା କଣ ତୁମକୁ ଭଲ ଲାଗିଲାନି? ଚଢ଼େଇ ସେ ଗଛ ମାନଙ୍କୁ ସବୁ ଘଟଣା କହିଲା। ଆରେ ତୁମ ସହ ତ ଅନେକ ଖରାପ ହେଲା। ଆମ ପାଖରେ ଏବେ ଫଳ ଛଡା ଆଉ କିଛି ବି ନାହିଁ ତୁମକୁ ଦେବା ପାଇଁ। ତୁମେ ଆମର ସବୁ ଫଳ ନେଇ ବଜାରରେ ବିକ୍ରି କର। ଆମ ଫଳ ବିକ୍ରି କରି ତୁମେ ଅନେକ ଟଙ୍କା ପାଇଯିବ। ଏମିତି କହି ସେ ଦୁଇ ଗଛ ଚଢ଼େଇକୁ ତାଙ୍କର ଫଳ ଦେଲେ। ଚଢ଼େଇ ସେସବୁ ଧରି ବଜାରକୁ ଯାଉଥିଲା। ରାସ୍ତାରେ ଗୋଟେ ବୁଢ଼ୀ ଚଢ଼େଇ ତାକୁ ଦେଖି ତାକୁ ଅଟକେଇଲା। ଆରେ ଝିଅ, ତୋ ପାଖରେ ତ ଅନେକ ଲେମ୍ବୁ ଲଙ୍କା ଅଛି। ଏ ଲେମ୍ବୁ ଲଙ୍କା ଅନେକ ସୁନ୍ଦର ଦେଖା ଯାଉଛି। ତୁ କଣ ସବୁ ଲେମ୍ବୁ ଲଙ୍କା ଚାଷ କରିଛୁ? ନା ବୁଢ଼ୀ ମା, ମୁଁ ଏସବୁ ଚାଷ କରିନି। ଦୁଇଟି ଗଛ ମତେ ଦେଇଛନ୍ତି। ତୁମକୁ ଯଦି ମୋ ଲେମ୍ବୁ ଲଙ୍କା ଭାରି ଭଲ ଲାଗୁଛି, ତୁମେ ମୋଠୁ କିଛି କିଣିନିଅ। ହଁ, ତୋ ପାଖରୁ ତ ମୁଁ ଲେମ୍ବୁ ଲଙ୍କା କିଣିବି। ଆଗ ମତେ କହିଲୁ, ଏ ସବୁ ତତେ କୋଉ ଦୁଇଟି ଗଛ ଦେଇଛନ୍ତି? ଚଢ଼େଇ ସେ ବୁଢ଼ୀ ଚଢ଼େଇକୁ ଦୁଇ ଗଛଙ୍କ କଥା କହିଦେଲା। ଆରେ ମା, ମୁଁ କଥା କୁହ ଗଛମାନଙ୍କୁ କେବେ ବି ଦେଖିନି। ତୁ ଥରେ ମତେ ସେମାନଙ୍କୁ ଦେଖେଇ ପାରିବୁ? କିନ୍ତୁ ବୁଢ଼ୀ ମା। ଆରେ ଝିଅ, ମୁଁ ସେ ଗଛମାନଙ୍କ ପାଖକୁ ଯିବିନି, କେବଳ ଦୂରରୁ ଦେଖିବି। ମୁଁ ଏମିତି କଥା କୁହ ଗଛମାନଙ୍କ ବିଷୟରେ ଆଗରୁ ଶୁଣିଥିଲି, ହେଲେ କେବେ ସେମାନଙ୍କୁ ଦେଖିନି। ମତେ ଥରେ ସେ ଗଛମାନଙ୍କୁ ଦେଖିବା ପାଇଁ ଭାରି ଇଚ୍ଛା ହେଉଛି ତ, ସେଥିପାଇଁ ଏସବୁ କହିଲି। ତୁ ଯଦି ମତେ ସେମାନଙ୍କ ପାଖକୁ ନ ନେବୁ, ନେ, ମୁଁ ତତେ ଆଉ ହଇରାଣ କରିବିନି। ନାଇଁ ବୁଢ଼ୀ ମା, ମୁଁ ସେମିତି କହୁନି। ଆଚ୍ଛା ହଉ, ମୋ ସାଙ୍ଗରେ ଆସ। ଏମିତି କଥା ହେଇ ସେମାନେ ସେ ଗଛଙ୍କ ପାଖକୁ ଗଲେ। ଏଇ ଚଢ଼େଇ, ତୁମେ ପୁଣି ଆମ ପାଖକୁ କାହିଁକି ଆସିଲ? ଆମକୁ କଣ ତୁମେ ଶାନ୍ତିରେ ରହିବାକୁ ଦେବନି? ଆଉ ତୁମେ ଇଏ କାହାକୁ ସାଙ୍ଗରେ ଆଣିଛ? ଏତେ ଦିନ ପରେ ତମ ମାନଙ୍କୁ ମୁଁ ପାଇଲି। ଏବେ ତମେ ମାନେ ମୋ ସାଙ୍ଗରେ ଚାଲ। ମୁଁ ତମ ମାନଙ୍କୁ ସବୁଦିନ ପାଇଁ ଶାନ୍ତିରେ ଶୁଏଇ ଦେବି। ଏ କଣ ବୁଢ଼ୀ ମା, ତୁମେ ଏମିତି କାହିଁକି କହୁଛ? ତୁମେ ତ କହିଥିଲ ଗଛ ମାନଙ୍କର କିଛି କ୍ଷତି କରିବନି। ମୂର୍ଖ ଚଢ଼େଇ, ତୁ କଣ ଏଯାଏ ଜାଣିପାରିଲୁନି ମୁଁ କିଏ? ମୁଁ ଗୋଟେ ପିଶାଚି। ଏ ଗଛ ମାନଙ୍କ ପାଖରେ ଅନେକ ଶକ୍ତି ଅଛି। ଏବେ ମୁଁ ଏମାନଙ୍କୁ ମାରି ଖାଇବି।
ଆଉ ତାଙ୍କ ଶକ୍ତି ପାଇ ମୁଁ ଅନେକ ଶକ୍ତିଶାଳୀ ହେବି। ହା ହା ହା। ନା, ମୁଁ ତୁମକୁ ଏ 2 ଗଛର କ୍ଷତି କରିବାକୁ ଦେବିନି। ଏମାନେ ମୋର ଅନେକ ଉପକାର କରିଛନ୍ତି। ସାମାନ୍ୟ ଗୋଟେ ଚଢ଼େଇ ହେଇ ତୁ ମୋର କ'ଣ କ୍ଷତି କରିବୁ? ଦେଖେ ମୁଁ ଏବେ ତୋ ସହ କ'ଣ କରୁଛି। ପିଶାଚି ଚଢ଼େଇକୁ ବନ୍ଦୀ କରିଦେଲା। ସେତେବେଳେ ସେ ରାସ୍ତା ଦେଇ ଗୋଟେ ପରି ଯାଉଥିଲା। ସେ ପିଶାଚିକୁ ଦେଖି ତ ସେଠାକୁ ଆସିଲା। ରହିଯା ଦୁଷ୍ଟ ପିଶାଚି, ମୁଁ ଥାଉ ଥାଉ ତୁ ଏମାନଙ୍କର କିଛି କ୍ଷତି କରିପାରିବୁନି। ପରି ତୁ ଏଠାକୁ କେମିତି ଆସିଲୁ? ନା ନା, ମୁଁ ଏମାନଙ୍କର କିଛି କ୍ଷତି କରୁନି। ମୁଁ ଏବେ ଯାଉଛି। ପିଶାଚି ସେଠାରୁ ଚାଲି ଯିବାକୁ ଚେଷ୍ଟା କଲା, ହେଲେ ପରି ତାକୁ ବନ୍ଦୀ କରିନେଲା ଆଉ ଚଢ଼େଇକୁ ମୁକ୍ତ କଲା। ମୁଁ ତମମାନଙ୍କର ସବୁ କଥା ଶୁଣିଛି। ଏପରି ଅସୁବିଧାରେ ଆଉ ନ ପଡ଼ିବା ପାଇଁ 2 ଗଛ ମୁଁ ତମମାନଙ୍କୁ କିଛି ଯାଦୁ ଶକ୍ତି ଦେଉଛି। ଏ ଶକ୍ତିରେ ତମେମାନେ ନିଜକୁ ରକ୍ଷା କରିପାରିବ, ତା ସହ ଅନ୍ୟମାନଙ୍କୁ ସାହାଯ୍ୟ ବି କରିପାରିବ। ଏମିତି କହି ପରି ସେ ପିଶାଚିକୁ ନେଇ ସେଠାରୁ ଚାଲିଗଲା। ସେମାନେ ସେଠାରୁ ଯିବା ପରେ, ଚଢ଼େଇ ତୁମେ ଆମକୁ ମାରିବାକୁ ଚାହୁଁନଥିଲ, ତାହେଲେ ସେ ଗୀତ କହି କହି ଆମ ପାଖକୁ କାହିଁକି ଆସୁଥିଲ? ତେବେ ଶୁଣ, ମୋ ସ୍ମୃତି ଶକ୍ତି କମ୍ ଥିବାରୁ ମୁଁ ସବୁ କିଛି ଭୁଲିଯାଏ। ସେଦିନ ମୁଁ ଲେମ୍ବୁ ଆଉ ଲଙ୍କା ଗଛ ଆଣିବାକୁ ଯାଉଥିଲି। ମୁଁ ଗଛମାନଙ୍କ କଥା ଭୁଲିଯିବି ଭାବି ମା ମୋତେ ସେ ଗୀତ ଶିଖେଇ ଦେଇଥିଲେ। ତମମାନଙ୍କ କଥା କହିବା ଦେଖି ମୁଁ ସେଦିନ ଅନେକ ଡରି ଯାଇଥିଲି। ମୋ ବାପା ଯିବା ପରେ ମା ଅନେକ କଷ୍ଟ କରି ମୋତେ ବଡ଼ କରିଛନ୍ତି। ଆମ ଅଭାବ ଦୂର କରିବା ପାଇଁ ହିଁ ମୁଁ ତମମାନଙ୍କୁ ସତ କଥା ନ କହି ସୁନା କଳସି ନିଜ ସାଙ୍ଗରେ ନେଇ ଯାଇଥିଲି। ହେଲେ ରାସ୍ତାରେ ହିଁ ମୋର ସବୁ ସୁନା ଚୋରି ହେଇଗଲା। ଚଢ଼େଇ ତୁମେ ଚିନ୍ତା କରନି, ଏଇ ଚାଦୁର ଲାଠିକୁ ନିଅ। ଏଇ ଚାଦୁର ଲାଠି ପରି ଦେଇ ଯାଇଛନ୍ତି। ତୁମର ଯାହା ଉପରେ ବି ସନ୍ଦେହ ହେବ, ଏ ଲାଠିକୁ ନେଇ କହିବ, ଲାଠି ଯିଏ କରିଛି ମୋ ସୁନା ଚୋରି ତାକୁ ଦିଅ ଶାସ୍ତି। ଚଢ଼େଇ କାଉକୁ ସନ୍ଦେହ କରୁଥିଲା। ସେ ଶୀଘ୍ର ସେ ଲାଠିକୁ ଧରି କାଉ ଘରକୁ ଗଲା ଆଉ କହିଲା, ଲାଠି ଯିଏ କରିଛି ମୋ ସୁନା ଚୋରି ତାକୁ ଦେ ଶାସ୍ତି। ଚଢ଼େଇର କଥା ସରୁ ସରୁ ଲାଠି 2 କାଉଙ୍କୁ ପିଟିବା ଆରମ୍ଭ କଲା। ଆରେ ମରିଗଲୁ ରେ, ମରିଗଲୁ। ଚଢ଼େଇ ଆମକୁ କ୍ଷମା କରିଦେ, ଆମର ଭୁଲ ହେଇଗଲା। ଆମେ ଏବେ ହିଁ ତତେ ତ ସୁନା ଫେରେଇ ଦେବୁ। ଲାଠି ଏବେ ରହିଯା, ଏମାନେ ନିଜ ଭୁଲ ବୁଝି ସାରିଲେଣି। ଚଢ଼େଇର କଥା ଶୁଣି ଯାଦୁର ଲାଠି ଅଟକି ଗଲା ଆଉ ସେ 2 ଗଛମାନଙ୍କ ପାଖକୁ ଫେରିଗଲା। କାଉମାନେ ଚଢ଼େଇକୁ ତା ସୁନା ଫେରେଇ ଦେଲେ। ଚଢ଼େଇ ଖୁସିରେ ତା ସବୁ ସୁନା ଧରି ଘରକୁ ଆସିଲା ଆଉ ତାର ମାକୁ ସବୁ ଘଟଣା କହିଲା।